ଉପନ୍ୟାସ କଣ୍ଢେଇ। ଲେଖକ ମୃଣାଳ। ପଢ଼ି ଶୁଣାଉଛନ୍ତି ରଞ୍ଜନ କୁମାର ଧଳ। ଭାଗ 1। ନବଘନ ଘରେ 5 ମାସ ହେଲା ବାଦାମୀ ରଙ୍ଗର ଯେଉଁ ବିଲେଇଟି ଆସିଛି ତା ନାଁ ହେଲା କଣ୍ଢେଇ। ଆପଣ କହିବେ ବିଲେଇର ଏମିତି ବିଚିତ୍ର ନା? ତ ନବଘନ ଘରେ କୁକୁର, ବିଲେଇ, ଶୁଆ, ପାରା, ଗୁଣ୍ଡୁଚିମୂଷା କଥା ଛାଡ଼ନ୍ତୁ, ରୋଷେଇ ଘରର ଥିବା ଚୁଟିଆ ମୂଷାରେ ବି ନାଁ ଅଛି। ଆଉ ସେମାନଙ୍କ ନାମକରଣ ପଛରେ ଗୋଟେ ଗୋଟେ ଛୋଟ କାହାଣୀ ଅଛି। ନବଘନର କୁକୁର ନାଁ ରଜନୀକାନ୍ତ। ତା ରଙ୍ଗଟି ଘୋର କଳା ବୋଲି ତାର ଏହିପରି ନାମକରଣ କରିଥିଲା ନବଘନ। ସେତେବେଳେ ତାର ଶୁଦ୍ଧ ଓଡ଼ିଆ କଥକ ଫେଜ୍ ଚାଲିଥିଲା। ନବଘନ ଜୀବନରେ ମଝିରେ ମଝିରେ କିଛି ବିଶେଷ ଫେଜ୍ ବା ଅଧ୍ୟାୟ ଆସେ। ସେ ସମୟରେ ନବଘନ ଗୋଟିଏ ବିଷୟରେ ଅଧିକ ଆକୃଷ୍ଟ ହୋଇପଡ଼େ। ତାକୁ ନେଇ ମାତିଯାଏ। ଇଂରାଜୀରେ କହିଲେ ଅପସେଟ୍ ହେଇଯାଏ। ଏ ବିଷୟରେ ପରେ ଆପଣଙ୍କୁ ବିଶଦ ଭାବରେ କହିବି। ତ ରଜନୀକାନ୍ତ ଯେତେବେଳେ ତା ଘରକୁ ପ୍ରଥମେ ଆସିଲା, ସେ ଆଜିକି 2 ବର୍ଷ ତଳର କଥା। ନେଡ଼ଧେଡ଼ ରାସ୍ତାର ଟିକି କୁକୁର। ସେତେବେଳେ ନବଘନର ଶୁଦ୍ଧ ଓଡ଼ିଆ କଥନ ଫେଜ୍ ଚାଲିଥାଏ। ଏ ସମୟରେ ସେ ପଣ କରିଥିଲା ସବୁ କଥା ଶୁଦ୍ଧ ଓଡ଼ିଆରେ କହିବ। ଏ କୁକୁରର ନାଁ କ'ଣ ଦିଆଯିବ ବୋଲି କଥା ପଡ଼ିଲା। ତହୁଁ ନବଘନର ପତ୍ନୀ ରଙ୍ଗବତୀ କହିଲେ, ଇ ମା, କେତେ କଳା ଏ କୁକୁରଟା, ତା ନାଁ ଦିଅ ବ୍ଲାକି। ନବଘନ କହିଲା, ନାଇଁ, ବ୍ଲାକି ନୁହେଁ, ଓଡ଼ିଶାର ଦେଶୀ କୁକୁର, ନାଁ କାହିଁକି ବ୍ଲାକି ଦେବ? ଯଦି ତା ରଙ୍ଗକୁ ଦେଖି ନାମକରଣ କରୁଛ, ତେବେ ତା ନାଁ ଦିଅ ରଜନୀକାନ୍ତ। ରଜନୀକାନ୍ତ? ହଁ, ରଜନୀ ଅର୍ଥାତ୍ କି ରାତି ଭଳି କଳା, ତେଣୁ ରଜନୀକାନ୍ତ। ସେଇଦିନୁ ତା ନାଁ ହେଲା ରଜନୀକାନ୍ତ। ନାଁଟା ଓଜନିଆ ହେଲେ କ'ଣ ହେବ? ରଜନୀକାନ୍ତ ଅତି ସାଧାରଣ କୁକୁର। ନା ତା ଦେହରେ ଲମ୍ବା ଲମ୍ବା ଲୋମ ଅଛି, ନା ତା କାନଟା ପାଚିଲା କରମଙ୍ଗା ଭଳି ତଳକୁ ଲଟକିଛି। ବଜାର ହାଟରେ ଲସରପସର ହେଉଥିବା ଯେମିତି ସାଧାରଣ କୁକୁର ଆପଣଙ୍କୁ ପ୍ରତିଦିନ ଦେଖନ୍ତି, ରଜନୀକାନ୍ତ ଅବିକଳ ସେଇମିତି। ରଜନୀକାନ୍ତ କିନ୍ତୁ ଭାରି ସୁଧାର କୁକୁର। ବିଦେଶୀ କୁକୁର ପରି ଖାଇବାରେ ତାର କିଛି ଝାମେଲା ନାହିଁ। ଆଜି ମାଉଁସ ଦିଅ, କାଲି କ୍ଷୀର ପାଉଁରୁଟି ଦିଅ, ସେସବୁ ନାହିଁ। ଶାଗ ଭାତରେ ସେ ସନ୍ତୁଷ୍ଟ। ସନ୍ତୁଳା ଡାଲମା ଜାତୀୟ ଖାଣ୍ଟି ଓଡ଼ିଆ ଖାଦ୍ୟ ସେ ମନ ଆନନ୍ଦରେ ଖାଏ। ସେ ଭାରି ଶାନ୍ତଶିଷ୍ଟ। କାହାକୁ ଭାଉ ଭାଉ ହୁଏନି, କାହାକୁ କାମୁଡ଼ି ଗୋଡ଼ାଏନି। ତାକୁ ଆପଣ ଡରକୁଳା ବୋଲି ବି କହିପାରନ୍ତି। ଗଛରୁ ପତ୍ରଟିଏ ଖସିବାର ଖଡ଼ଖଡ଼ ଶବ୍ଦରେ ସେ ଲାଙ୍ଗୁଡ଼ ଜାକି ଖଟ ତଳେ ପଶିଯାଏ। କୁନି ପାତି ମାଙ୍କଡ଼ ଛୁଆ ବି ରଜନୀକାନ୍ତକୁ ଡରେଇ ଦିଏ। ନବଘନର ରୋଷେଇ ଘରେ ଗୋଟିଏ ଚୁଟିଆ ମୂଷା ଅଛି। ତାର ପୋଷାକୀ ନାଁ ହେଲା ପର୍ବତ ଦଳନ, ସଂକ୍ଷେପରେ ପଦ। ତାର ନାମକରଣ କରିଛନ୍ତି ନବଘନର ଗୁରୁ, ସ୍ଥାନୀୟ ମହାବିଦ୍ୟାଳୟର ଦର୍ଶନ ବିଭାଗର ଅଧ୍ୟାପକ କୁମୁଦ ରଞ୍ଜନ ବାବୁ। ସେ କେଉଁଠି ପଢ଼ିଛନ୍ତି ଯେ ମୂଷାମାନେ ପାହାଡ଼କୁ ବି ଫୁଟେଇ ଦେଇପାରନ୍ତି। ପଦ ପାହାଡ଼ ଫୁଟେଇଛି କି ନାହିଁ କହିହେବନି, ହେଲେ ନବଘନର ଘରେ ଅନେକ ଲୁଗାପଟା ବହିପତ୍ରକୁ ଫୁଟେଇଛି। କେବଳ ଫୁଟେଇନି, କାଟି ଟିକ୍ ଟିକ୍ କରିଛି। ନବଘନର ରୋଷେଇ ଘରେ କେତୋଟି ମୂଷା ଅଛନ୍ତି ତାକୁ ଠିକ୍ କରି କହିବା ସମ୍ଭବ ନୁହେଁ। କାରଣ 1. ମୂଷା କ୍ୱଚିତ୍ ଦିଶେ। 2. ଦିଶିଲେ ବି ଏକା ସାଙ୍ଗରେ ଗୋଟିଏ ମାତ୍ର ଦିଶେ। ଆଉ 3. ସବୁ ଚୁଟିଆ ମୂଷା ଦେଖିବାକୁ ପ୍ରାୟ ଏକାପରି। ଚୁଟିଆ ମୂଷାମାନେ ଦେଖିବାକୁ ଏକାପରି ନା ଆମକୁ ଏକାପରି ଦିଶେ, ତାକୁ ନେଇ ଦିନେ କୁମୁଦବାବୁ ଘମାଘୋଟ ଆଲୋଚନା କରିଥିଲେ। ସେ କହିଲେ, ଦେଖ, ଆମେ ଯାହା ସହିତ ପରିଚିତ ନୁହନ୍ତି, ତାର ଫାଇନର ଡିଟେଲ୍ସ, ସୂକ୍ଷ୍ମ କଥାଗୁଡ଼ାକ ଆମକୁ ଦିଶେନି। ସବୁ ନାକଚେପଟା ସରୁ ଆଖି ଲୋକଙ୍କୁ ଆମେ ନେପାଳୀ ବୋଲି କହୁ। ହେଲେ ଭାରତର ଅନ୍ତତଃ 9ଟି ପ୍ରଦେଶ ଏବଂ ସାରା ପୃଥିବୀରେ ଅନ୍ତତଃ 15ଟି ଦେଶର ଲୋକମାନେ ଏହିପରି ମଙ୍ଗୋଲଏଡ୍ ଫିଚର୍ସର। ସବୁ ଦକ୍ଷିଣୀ ଲୋକଙ୍କୁ ଆମେ ତେଲେଙ୍ଗା ବୋଲି କହୁ। ହେଲେ ଭାରତର ମାନଚିତ୍ର ଦେଖ, ବିନ୍ଧ୍ୟ ପର୍ବତ ତଳକୁ 4ଟି ବଡ଼ ବଡ଼ ରାଜ୍ୟ ଅଛି। ଇତିହାସ ପଢ଼, ଏ 4ଟି ଯାକ ରାଜ୍ୟର ନିଜସ୍ୱ ଭାଷା ଏବଂ ସମୃଦ୍ଧ ସଂସ୍କୃତି ରହିଛି। Sample complete. Ready to continue?